ପୁଣି ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ। ଏସିଆ କପ୍ରେ ମାରିଲେ ଧୁଆନ୍ଧାର ଶତକ। ବୈଭବ ଅଣ୍ଡର-19 ଏସିଆ କପ୍ରେ ୟୁଏଇ ବିପକ୍ଷରେ ଏହି କାରନାମା କରିଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ସେ 95 ବଲ୍ରେ 171 ରନ୍ ସଂଗ୍ରହ କରିଥିଲେ। ସେ ମାତ୍ର 56 ବଲ୍ରେ ନିଜର ଶତକ ପୂରଣ କରିଥିଲେ। କମ୍ ବୟସରେ ଗୋଟିଏ ପରେ ଗୋଟିଏ ରେକର୍ଡ। ମାତ୍ର 14 ବର୍ଷ ବୟସରେ ବଡ଼ ବଡ଼ କ୍ରିକେଟରଙ୍କ ରେକର୍ଡ ଭାଙ୍ଗୁଛନ୍ତି ବୈଭବ। ଆଇପିଏଲ୍ ପରେ ସୈୟଦ ମୁସ୍ତାକ ଆଉ ଏବେ ଏସିଆ କପ୍ରେ କମାଲ କରୁଛନ୍ତି ବୈଭବ। 14 ବର୍ଷ ବୈଭବ ସୂର୍ଯ୍ୟବଂଶୀ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଗୋଟିଏ ଯୁବ ଦିନିକିଆ ମ୍ୟାଚ୍ରେ ସର୍ବାଧିକ 14 ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି। ଅଷ୍ଟ୍ରେଲିଆର ମାଇକେଲ ହିଲ୍ଙ୍କ 12ଟି ଛକାକୁ ରେକର୍ଡ ଭାଙ୍ଗିଛନ୍ତି, ଯାହା 2008 ମସିହାରେ ନାମ୍ବିଆ ପକ୍ଷରେ ହୋଇଥିଲା। ବୈଭବ ଅଣ୍ଡର-19 ଏସିଆ କପ୍ର ୟୁଏଇ ପକ୍ଷରେ ଏହି କାରନାମା କରିଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍ର ସେ 95 ବଲ୍ରେ 171 ରନ୍ ସଂଗ୍ରହ କରିଥିଲେ। ସେ ମାତ୍ର 56 ବଲ୍ରେ ନିଜ ଶତକ ପୂରଣ କରିଥିଲେ। ବୈଭବ 10 ଦିନ ପୂର୍ବରୁ ସୈୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଶତକ ହାସଲ କରିଥିଲେ। 14 ବର୍ଷୀୟ ବୈଭବ ଟୁର୍ଣ୍ଣାମେଣ୍ଟରେ ସବୁଠାରୁ କମ୍ ବୟସର ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ସେ ଡିସେମ୍ବର 2 ତାରିଖରେ ଇଡେନ୍ ଗାର୍ଡେନ୍ସରେ ମହାରାଷ୍ଟ୍ର ବିପକ୍ଷରେ 61 ବଲ୍ରେ ଅପରାଜିତ 108 ରନ୍ କରିଥିଲେ, ଯେଉଁଥିରେ 7ଟି ଚୌକା ଏବଂ 7ଟି ଛକା ସାମିଲ ଥିଲା। ଏହା ସହିତ ବୈଭବ 14 ବର୍ଷ ବୟସରେ 3ଟି T20 ଶତକ ହାସଲ କରିଥିବା ଏକମାତ୍ର ଖେଳାଳି ଅଟନ୍ତି। ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ରେ ଅର୍ଦ୍ଧଶତକ 50 ଲଗାଇଥିବା ସବୁଠାରୁ କମ୍ ବୟସର ଖେଳାଳି ବନିଛନ୍ତି। ସେ ମାତ୍ର 14 ବର୍ଷ 32 ଦିନ ବୟସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦ୍ୱିତୀୟ ସ୍ଥାନରେ ଅଧିନାୟକ ରିୟାନ୍ ପରାଗ ଅଛନ୍ତି, ଯିଏକି 2019ରେ 17 ବର୍ଷ 175 ଦିନ ବୟସରେ ଅର୍ଦ୍ଧଶତକ ଲଗାଇଥିଲେ। T20 କ୍ରିକେଟରେ ଏପର୍ଯ୍ୟନ୍ତ ସବୁଠାରୁ କମ୍ ବୟସରେ ଶତକ ହାସଲ କରିଥିବା ଖେଳାଳି ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ସବୁଠାରୁ ଉପରେ ରହିଛି। ସେ 14 ବର୍ଷ 32 ଦିନ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଗୁଜରାଟ ଟାଇଟାନ୍ସ ବିପକ୍ଷରେ 35 ବଲ୍ରେ ଶତକ ପୂରଣ କରିଥିଲେ। ଏହାପରେ ବିଜୟ ଜୋଲ୍ 2013 ମସିହାରେ ମହାରାଷ୍ଟ୍ର ପକ୍ଷରୁ ମୁମ୍ବାଇ ବିପକ୍ଷରେ 18 ବର୍ଷ 118 ଦିନ ବୟସରେ ଶତକ ହାସଲ କରିଥିଲେ। କମ୍ ବୟସରେ ବୈଭବ ପ୍ରଦର୍ଶନ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି। ତେବେ ଟିମ୍ ଇଣ୍ଡିଆ ଚୟନକର୍ତ୍ତା ଆଖି ଏବେ ବୈଭବଙ୍କ ଉପରେ ରହିଛି। ଆଗାମୀ ଦିନରେ ବୈଭବଙ୍କୁ ସିନିୟର ଟିମ୍ରେ ସାମିଲ କରାଯାଇପାରେ, ନଚେତ୍ T20 କିପ୍ରେ ଦଳକୁ ବୈଭବଙ୍କ ନିଆଯାଇପାରେ। ଦଳର ବୈଭବଙ୍କ ଭଳି ବିଧ୍ୱଂସକାରୀ ବ୍ୟାଟ୍ସମ୍ୟାନ୍ ରହିବା ଦଳକୁ ନିଶ୍ଚିତ ଭାବେ ବଡ଼ ଫାଇଦା ଦେବ। ବୈଭବ ଏବେ ବିହାର ପାଇଁ ଘରୋଇ କ୍ରିକେଟ୍ ଖେଳୁଛନ୍ତି, ଆଉ ଅଣ୍ଡର-19 ଟିମ୍ରେ ମଧ୍ୟ ପ୍ରମୁଖ ସଦସ୍ୟ ରହିଛନ୍ତି।